ବରଗଛର ସାକ୍ଷ୍ୟ। ଗୋଟିଏ ଗାଁରେ ସେଠ ନାରାୟଣ ଦାସ ନାମକ ଜଣେ ଧନୀ ବ୍ୟକ୍ତି ବାସ କରୁଥିଲେ। ସେ ଦିନେ କୌଣସି ଜରୁରୀ କାମରେ ଗୋଟିଏ ଦୂର ଗ୍ରାମକୁ ବାହାରିଥିଲେ। ରାସ୍ତାରେ ମଟରୁ ନାମକ ଜଣେ ଗ୍ରାମବାସୀ ସହିତ ଦେଖା ହେଲା। ସେ କହିଲା, ସେଠଜୀ, ବନ୍ୟାରେ ଘର ଭାସି ଯାଇଛି। ଜଲ୍ଦି ଠିକ୍ ନ କଲେ ମୋ ପିଲାଛୁଆଙ୍କୁ ନେଇ ଗଛ ତଳେ ଆଶ୍ରୟ ନେବାକୁ ପଡ଼ିବ। ଘରେ ପଇସାଟିଏ ନାହିଁ। ସ୍ତ୍ରୀ ପିଲାଙ୍କୁ ନେଇ କୁଆଡ଼େ ଯିବି? ରୋଗରେ ପଡ଼ିଲେ ଔଷଧ ଦେବାକୁ ପଇସା କୋଉଠୁ ପାଇବି? ଘରଟି ନ ସଜାଡ଼ିଲେ ଉଚ୍ଛନ୍ନ ହୋଇଯିବି। ମୋତେ ମାତ୍ର 200 ଟଙ୍କା ଦିଅନ୍ତୁ। ଗହମ କାଟିବା ମାତ୍ରେ ଆପଣଙ୍କ ପଇସା ଫେରାଇ ଦେବି। ଅମଳ ହେବା ମାତ୍ରେ ଡେରି ନ କରି ଆପଣଙ୍କ ଋଣ ଶୁଝିଦେବି। ମୋତେ ଦୟା କରନ୍ତୁ। ନାରାୟଣ ଦାସ ନରମ ମିଜାଜର ଲୋକ ଥିଲେ। ମଟରୁକୁ ମନା କରିପାରିଲେ ନାହିଁ। ସେ ବଟୁଆରୁ 200 ଟଙ୍କା ବାହାର କରି ମଟରୁ ହାତରେ ଧରାଇ ଦେଲେ। ମଟରୁ ଏହି ଋଣ ନିଶ୍ଚିନ୍ତ ସମୟରେ ଶୁଝିଲା ନାହିଁ। ପ୍ରଥମ ଫସଲ କଟା ହୋଇଗଲା। ଦ୍ୱିତୀୟ ଫସଲ ମଧ୍ୟ କଟା ହୋଇଗଲା। ଥରେ ସେଠ ମଟରୁକୁ କହିଲେ, କ'ଣ ଭାଇ ମଟରୁ, ଋଣ ଫେରାଇଲ ନାହିଁ? କେଉଁ ଋଣ? ମଟରୁ କହିଲା, ସେ ବର୍ଷ ଘର ସଜାଡ଼ିବା ପାଇଁ ଖରାଦିନେ 200 ଟଙ୍କା ଧାର ନେଇଥିଲ। ତୁମେ କେମିତି ଏ କଥା କହୁଛ ଯେମିତି ତୁମର କିଛି ମନେ ନାହିଁ? ସେଠ କହିଲେ, ଯଦି ମୁଁ ଭୁଲି ଯାଇଛି, ତୁମ ପାଖରେ ତ ଦଲିଲ ଥିବ, ତାକୁ ପଠାଇ ଦିଅନ୍ତୁ, ମୁଁ ଦେଇଦେବି। ମଟରୁ କହିଲା, ତୁମେ ତ କୌଣସି ଦଲିଲରେ ଲେଖା ଦେଇନଥିଲ। ମୁଁ ବି ଏହା ସେତେବେଳେ ଚିନ୍ତା କରି କୌଣସି କାଗଜରେ ଲେଖିନଥିଲି ଯେ ତୁମେ ଋଣ ଖୁବ୍ ଶୀଘ୍ର ଫେରାଇ ଦେବ। ସେଠ କହିଲେ, ବାଃ, ଭାରି ଚାଲାକ। ତୁମ ଧନୀପଣ ତୁମ ପାଖରେ ରଖ। ତୁମେ କ'ଣ ମୋତେ ଏମିତି ବିନା କାରଣରେ ମୁଁ ନେଇନଥିବା ଟଙ୍କାକୁ ଋଣ ନେଇଛି କହି ହଇରାଣ କରିବ? ଏଇ କ'ଣ ତୁମର ବଡ଼ପଣ? ମଟରୁ ବଡ଼ ପାଟିରେ ଚିତ୍କାର କରି କହିଲା। 2-4 ଜଣ ଲୋକ ଏକାଠି ହେଲେ। ସେମାନେ ମଧ୍ୟ ମଟରୁ ଏବଂ ସେଠକୁ ପ୍ରଶ୍ନ ପଚାରିଲେ। ସେଠଜୀ ଯାହା ଘଟିଥିଲା ସବୁ କଥା ଗୋଟି ଗୋଟି କରି କହିଲେ। ମଟରୁ କହିଲା ଯେ ଏସବୁ ମିଛ କଥା। ଯାହା ଗ୍ରାମର ମୁଖିଆ ଧାର୍ଯ୍ୟ କରିବେ ତାହା ଗ୍ରହଣ କରିବା। ଚାଲ, ତାଙ୍କ ପାଖକୁ ଚାଲ। ଗ୍ରାମବାସୀମାନେ କହିଲେ। ମୁଖିଆଙ୍କ ପାଖକୁ ଯିବାରେ ଅସୁବିଧା କ'ଣ? ଯାହା ଘଟିଛି ସତ କହିବାରେ ମୋର ବା ଡର କ'ଣ? ମଟରୁ ଏ କଥା କହି ଆଗେ ଆଗେ ଚାଲିଲା। ମୁଖିଆ ଭାରି ବୁଦ୍ଧିମାନ ଥିଲେ। ସେ ଭାରି ଅନୁଭବୀ ଥିଲେ। ସେ ମନ ଦେଇ ସେଠଙ୍କର କଥା ଶୁଣିଲେ। ମଟରୁର କଥା ମଧ୍ୟ ଶୁଣିଲେ। ମୁଁ କ'ଣ କୌଣସି ଭିକାରୀ? 200 ଟଙ୍କା ଋଣ କରିବା ମୋର ବା କ'ଣ ଦରକାର? ଏ କଥା ସତ ଯେ ମୁଁ ଫସଲ ବିକ୍ରି କରି ଘର ସଜାଡ଼ିଥିଲି। ଯଦି ସେଠ ମୋତେ ଋଣ ଦେଇଥାନ୍ତେ ତେବେ କ'ଣ ଲେଖାପଢ଼ା ବ୍ୟତୀତ ଦେଇଥାନ୍ତେ? ମଟରୁ ପଚାରିଲା। ମୁଖିଆ ସେଠଙ୍କ ଆଡ଼କୁ ମୁହଁ କରି ପଚାରିଲେ, ଆପଣ ମଟରୁକୁ କେଉଁଠାରେ ପଇସା ଦେଇଥିଲେ? ଟଙ୍କା ଦେବା ସମୟରେ କେହି ଦେଖିଥିଲେ କି? ସେଠାରେ ଆଉ କେହି ନଥିଲେ। ଗୋଟିଏ ବରଗଛ ତଳେ ବସି ପଇସା ଦେଇଥିଲି। ସେଠ କହିଲେ। ତେବେ ଅସୁବିଧା କ'ଣ? ସେଇ ବରଗଛକୁ ସାକ୍ଷୀ କରିବା। ଆପଣ ଏବେ ଯାଇ ସେଇ ବରଗଛକୁ କୁହନ୍ତୁ ଯେ ମୁଁ ଡକେଇଛି। ମୁଖିଆ ସେଠକୁ କହିଲେ। ସେଠ ସାମାନ୍ୟ ସଂକୋଚ କରି କହିଲେ, ସେ ବରଗଛ କ'ଣ ଆସି ସାକ୍ଷୀ ଦେବ? ଯେତେବେଳେ ମୁଁ ଡାକୁଛି ସେ କିପରି ଆସିବ ନାହିଁ? ଶୀଘ୍ର ଯାଇ କୁହନ୍ତୁ, ସେଇ ବରଗଛକୁ କହି ଆପଣ ଫେରି ଆସିବେ। ଆମେ ସମସ୍ତେ ଆପଣଙ୍କର ଅପେକ୍ଷାରେ ରହିଲୁ। ମୁଖିଆ ଏହା କହି ସେଠଙ୍କୁ ଫେରାଇ ଦେଲେ। ସେଠାରେ ଏକତ୍ରିତ ବ୍ୟକ୍ତି ମୁଖିଆଙ୍କ କଥା ଶୁଣି ଆଶ୍ଚର୍ଯ୍ୟ ହେଲେ। ମଟରୁର ଆନନ୍ଦର ସୀମା ନଥିଲା। ସେ ମନେ ମନେ ଭାବୁଥିଲା ଯେ ମୁଖିଆ ପାଗଳ ହୋଇଗଲେଣି। ଆଉ ଋଣ କଥା ପ୍ରମାଣ କରିବ କିଏ? କିଛି ସମୟ ପର୍ଯ୍ୟନ୍ତ ମୁଖିଆ ନୀରବ ରହିଲେ। ତାପରେ ମଟରୁକୁ ପଚାରିଲେ, କ'ଣ ମଟରୁ, ସେଠ ତ ଏବେ ସେଠାରେ ପହଞ୍ଚି ଯିବେଣି? ମଟରୁ କହିଲା,
ଏବେ କେମିତି ପହଞ୍ଚିବେ? ତାହା ତ 2.5 ମାଇଲ ଦୂର। ଏବେ ପୁଣି ବର୍ଷା ହେଉଛି, ରାସ୍ତାରେ ପଙ୍କ କାଦୁଅ ଭର୍ତ୍ତି ହୋଇଯିବ। କେବଳ ସେତିକି ନୁହେଁ, ସେଠାରେ ଏତେ ବରଗଛ ଅଛି ଯେ କେଉଁ ବରଗଛ ଖୋଜିବା କଷ୍ଟକର ନିହାତି ଜଣାପଡ଼ିବନି। ମୁଖିଆ ମଟରୁ ପିଠିରେ ଲାଠିରେ ପ୍ରହାର କରି କହିଲେ, ଚୋର କୋଉଠିକାର? ତୁ ଏଇ କଥା ବି ଜାଣୁ ଯେ କେଉଁ ଗଛ ତଳେ ତୋତେ ଟଙ୍କା ଦିଆଯାଇଥିଲା? ମୁଖିଆଙ୍କର ବୁଦ୍ଧି ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଲେ। ମଟରୁ ସ୍ୱୀକାର କଲା ଯେ ସେ ଟଙ୍କା କରଜ ନେଇଥିଲା। ମଟରୁ କେବଳ ଟଙ୍କା ଫେରାଇଲା ନାହିଁ, ତା ସହିତ ଭାରି ଅପମାନିତ ହେଲା। ଗାଁରେ ମୁଣ୍ଡ ଟେକି ଚାଲିପାରିଲା ନାହିଁ।